ନୀଳଗିରି ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପରେ ଜାତୀୟ ଆଇନ ସେବା ପ୍ରାଧିକରଣ ଆହ୍ୱାନ କ୍ରମେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ତତ୍ତ୍ୱାବଧାନରେ ନୀଳଗିରି ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ଶିଶୁ ବିବାହ ମୁକ୍ତ ଭାରତ ନିମନ୍ତେ ଏକ ସଚେତନତା ବାର୍ତ୍ତା ନେଇ ସାଇକେଲ ଯାତ୍ରା କରି ନୀଳଗିରି ସହର ପରିକ୍ରମା କରିଥିଲେ। ତତ୍ସହିତ ପ୍ଲାକାର୍ଡ ଧରି ପ୍ରାରମ୍ଭରେ ନୀଳଗିରି ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷା ସୁନନ୍ଦା ପ୍ରଧାନ, ନୀଳଗିରି ବରିଷ୍ଠ ଦେୱାନୀ ବିଚାରପତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ତତ୍ପରେ ନୀଳଗିରି ଏଡିଜେ ସ୍ରୋତସ୍ୱନିକର ସୁନନ୍ଦା ପ୍ରଧାନ, ମୋନାଲିସା ପଣ୍ଡା, ନୀଳଗିରି ବାର୍ ଆସୋସିଏସନର ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ସମ୍ପାଦକ ଦେବେନ୍ଦ୍ର କୁମାର ପଣ୍ଡା, ସବଡିଭିଜନାଲ ବାର୍ ଆସୋସିଏସନର ସଭାପତି ଚିତ୍ତରଞ୍ଜନ ଷଡଙ୍ଗୀ, ସମ୍ପାଦକ ଈଶ୍ୱର ଦାସ, ସମସ୍ତ ଆଇନଜୀବୀ, ଅଦାଲତ କର୍ମଚାରୀ, ସ୍ୱେଚ୍ଛାସେବୀ, କଲେଜ ଛାତ୍ରଛାତ୍ରୀମାନେ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମାଜରୁ ବାଲ୍ୟ ବିବାହ ଦୂର କରିବାରେ ନିଶ୍ଚୟ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ବାଲେଶ୍ୱରରୁ ସ୍ୱତନ୍ତ୍ର ପ୍ରତିନିଧି ଦେବାଶିଷ ଦାସଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ ଓଡ଼ିଆ।